ପୁଣି ଦେଖିବା ସେହି ପୂର୍ଣ୍ଣିମାର ଆଉ କିଛି ରହସ୍ୟ। ରାଜପୁତ ନାରୀମାନେ ନିଜ ସତୀତ୍ୱକୁ ବଜାୟ ରଖିବା ପାଇଁ ମୁସଲମାନ ରାଜାମାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ। ଆକବର ରକ୍ଷାବନ୍ଧନ ଉତ୍ସବକୁ ଗୁରୁତ୍ୱ ଦେଉଥିଲେ। ଇତିହାସରେ ଅଛି, ଏହି ପର୍ବ ଦିନ ଗାଁ ଦାଣ୍ଡରେ ଗହ୍ମା ତିଆରି ହୁଏ। ଗୋଟିଏ ଉଚ୍ଚା ଜାଗାରୁ ତଳକୁ ଡେଇଁବାକୁ ଗହ୍ମା ଡିଆଁ କୁହାଯାଏ। ଦୁଇଟି ଖୁଣ୍ଟ ପୋତି ତୋରଣ କରାଯାଏ। ସେଥିରେ ନଡ଼ିଆ, ଲୁଗା, ବାସନ, ଟଙ୍କା ପଇସା କିଛି ଟଙ୍ଗାଯାଏ। ବାଦ୍ୟର ତାଳେ ତାଳେ ଗହ୍ମା ଡିଆଁ ଯେଉଁମାନେ ଡେଇଁବେ ତାଙ୍କ ସବୁ ନୀତି ନିୟମ ଅଛି। ଡିଆଁ ମାନେ ସେମାନେ ସବୁ ତା ଉପରକୁ ଡେଇଁକି ସେପଟକୁ ଯାଆନ୍ତି। କେତେକ ସ୍ଥାନରେ ବଳଦରେ ଏକ ମୂର୍ତ୍ତି ତିଆରି କରି ତା ଉପରେ ଅଣ୍ଡିରା ବାଛୁରୀକୁ ଡିଆଁ ଯାଏ। ଏହାକୁ ଗହ୍ମା ଡିଆଁ କୁହାଯାଏ। ଏହି କାରଣରୁ ଏହାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ। ତାପରେ ଏହାକୁ ଗହ୍ମା ଡିଆଁ କୁହନ୍ତି। ବଳଦକୁ ତାପରେ ଡିଆଁ ଯାଏ। ପଶ୍ଚିମ ଓଡ଼ିଶାରେ ଏହା କିଛି ନିଆରା ଢଙ୍ଗ ଅଛି। ଭିନ୍ନ ରୀତିରେ ପାଳିତ ହୁଏ। ଛୋଟ ପିଲାମାନେ ମାଟି କିମ୍ବା କାଠରେ ବଳଦ କରି ତାକୁ ଭଲରେ ସଜେଇ ନୂଆ ଲୁଗା ପିନ୍ଧି, ଛୋଟ ବଳଦ ନୂଆ ଲୁଗା ପିନ୍ଧି ତାକୁ ଗୋଟେ ଶଗଡ଼ିରେ ବସେଇ ଚନ୍ଦନ ହଳଦୀ ଦେଇ ତାକୁ ଗାଁ ବୁଲିଆ ଯାଏ। ତେଣୁ ଏହାର ଅନ୍ୟ ନାମ ଝୁଲଣ ପୂର୍ଣ୍ଣିମା। ଏକାଦଶୀ ଆରମ୍ଭ ହୁଏ, ପୂର୍ଣ୍ଣିମାକୁ ପ୍ରଭୁଙ୍କର ଝୁଲଣ ଶେଷ ହୁଏ। ବଡ଼ ଠାକୁରଙ୍କ ଜନ୍ମଦିନ ବ୍ରାହ୍ମଣମାନେ ପଇତା ବାଣ୍ଟନ୍ତି ଏବଂ ନୂଆ ପଇତା ପିନ୍ଧନ୍ତି। କିନ୍ତୁ ଗହ୍ମା ଡିଆଁ, ନଙ୍ଗଳ ଧୁଆ ଆଜି ନାହିଁ, ସେ ହଜିଯାଇଛି। ରାକ୍ଷୀ ବନ୍ଧନ ତା'ର ପୂର୍ବ ସତ୍ତା ହରାଇ ବସିଛି। ପୂର୍ଣ୍ଣିମା ଯେଉଁ ନୀତି ନିୟମ ସେ ଯୁଗରେ ଥିଲା, ଆଉ ଏଇନେ ସେ ଜିନିଷ ନାହିଁ। ଅଳ୍ପ ବହୁତ ଚାଲିଛି, ସେମିତି ଚାଲିବ। ନଙ୍ଗଳ ଆଉ କାହିଁ ଯେ ନଙ୍ଗଳ ଧୁଆ ହେବ। ଗହ୍ମା ଡିଆଁ ସେ ବଳଦ କାହିଁ ଯେ ବଳଦ ପୂଜା ହେବେ। ଯାହା ଯେତିକି ଯେଉଁଠି ଅଛି ଚାଲିଛି। କିନ୍ତୁ ଆମେ ସମସ୍ତେ ଗୁରୁବାର ଦିନ ପାଳନ କରିବା ପାଇଁ ଚେଷ୍ଟା କରିବା। ଏହା ହେଲା ସାର କଥା। କାହିଁକିନା ଗୁରୁବାର ପୂର୍ଣ୍ଣିମା ଅଧିକା ରହୁଅଛି। ମୁଁ ଏତିକି କହି ରହିଲି। ହରି ଓମ୍ ତତ୍ସତ୍।